ମୁଁ ସ୍ୱପ୍ନାରାଣୀ ପାଣିଗ୍ରାହୀ। କଣ ଅଭିଯୋଗ ରହିଛି ଆପଣ? ମୋର ଅଭିଯୋଗ ହେଲା ମୁଁ 2015ରେ ଯେତେବେଳେ ମନ୍ତ୍ରୀ ଥିଲେ ଆମର ଗୋପାଳପୁର ବିଧାୟକ ବର୍ତ୍ତମାନ ପ୍ରଦୀପ ପାଣିଗ୍ରାହୀ ମୋର ତାଙ୍କ ସହିତ ଦେଖା ହେଇଥିଲା, ପରିଚୟ ହେଇଥିଲା। ଏଇଥିପାଇଁ ପରିଚୟ ହେଇଥିଲା ଯେ ମୋର ଝିଅର ଚାକିରି କରେଇବେ ବୋଲି ମତେ ସେ କହିଥିଲେ। ଆଉ ମୁଁ ତାଙ୍କ ପାଖକୁ ଯାଇଥିଲି, ସେ ପଇସା ବି ମାଗିଥିଲେ, ମୋ ବାପାଙ୍କର ପଇସା ମାଗିକି ମୁଁ ନେଇକି ଦେଇଥିଲି। ଦେଲା ପରେ ମୁଁ ବାରମ୍ବାର ଦୌଡିବାକୁ ପଡିଲା। ମତେ ସିଏ କହିଲେ ଆଜି ଆସ, କାଲି ଆସ, ମାସେ ପରେ ଆସ, 2 ମାସ ପରେ ଆସ, ଏମିତି ବହୁତ ଥର ଦୌଡିଲା ପରେ ମୁଁ ଦିନେ ବିରକ୍ତ ହେଇକି ପଚାରିଲି ଯେ ଆପଣ ମୋର ଚାକିରି ଝିଅର କରେଇବେ, ଯଦି କରାନ୍ତୁ, ଭାଇ ଯଦି ମୋ ପଇସା ଫେରେଇ ଦିଅନ୍ତୁ, ମୋ ବାପାଙ୍କୁ ଫେରେଇବି। ଏତିକି ବେଳକୁ ମତେ ସେ କହିଲେ କି ଗୋଟେ କାମ କର, ତମେ ଗୋଟେ କେସ୍ ଟେ ଯଦି ଦେଇପାରିବ ତାହେଲେ ମୁଁ ତମ ଚାକିରି ବି ମାଗଣା କରେଇଦେବି, ଆଉ ତମର ପିଲାମାନେ କେତେ ଅଛନ୍ତି ତମ ପିଲା ନେଇକି ଆସିକି କରେଇବି। ବୋଲି କଣ ନା ତମେ ବିଧାୟକ ରମେଶ ଜାନାଙ୍କ ଉପରେ ଗୋଟେ କେସ୍ ଦେଇପାରିବ? ବୋଲେ ନାଇଁ ସାର୍ ମୁଁ ସେଇଟା କରିପାରିବିନି। ନା କରିପାରିବନି ଯଦି ତମର କିଛି ହେଇପାରିବନି, ନିହାତି ଦରକାର ଗୋଟେ ତୁମେ କେସ୍ ଦବା ପାଇଁ। ଏତିକି କହିଲା ପରେ ସିଏ ମତେ ବହୁତ ପ୍ରେସର ପକେଇଲେ, ବହୁତ ହଇରାଣ କଲେ, ଘରକୁ ପିଲା ପଠେଇଲେ, କରେଣ୍ଟ କଟେଇଦେଲେ, ମୋର ପାଣି ଲାଇନ କଟେଇଦେଲେ, ଘରକୁ ଦୁନିଆ ପିଲା ଆସିକି ଦୁନିଆ ପ୍ରକାର ଧମକ ଦେଲେ ମତେ। ମୁଁ ବାଧ୍ୟ ହେଇକି କେସ୍ ଦେବାକୁ ବାଧ୍ୟ ହେଲି। ବାଧ୍ୟ ହେଲା ପରେ ପୁଣି ତାଙ୍କ ପାଖକୁ ଗଲି ଯେତେବେଳେ ସେ କହିଲେ ହଉ ଠିକ ଅଛି, ତମର ଆଉ କିଏ ପିଲା ଅଛନ୍ତି ସେମାନଙ୍କ ପଇସା ମାଗିକି ଆଣ। ଆଉ ଭୁବନେଶ୍ୱରରେ କଳ୍ପନା ଛକରେ ମୋର ଗୋଟେ ଲୋକ ଅଛନ୍ତି ରାଧାକାନ୍ତ ମହାନ୍ତି, ତାଙ୍କୁ ନେଇକି ତମେ ପଇସା ଦିଅ। ମୁଁ ବିଭିନ୍ନ ପୋଷ୍ଟ ପାଇଁ, ଏଏସଓ ପୋଷ୍ଟ ପାଇଁ